ମହୋଦଧି ଆଳତୀଙ୍କ ବାର୍ଷିକ ଉତ୍ସବ ଆମେ ଦେଖୁଛୁ। ମହୋଦଧି ମହାରାଜ କୁ ଆଳତୀ କରୁଛନ୍ତି ସ୍ୱୟଂ ଶଙ୍କରାଚାର୍ଯ୍ୟ। ଆମେ ଏ ବିଷୟରେ ସମ୍ୟକ ଆଲୋଚନା କରିବା। ଯେ ମହୋଦଧି ଆଳତୀ କମିଟିର ସଭାପତି ଅଛନ୍ତି, ଆମେ ଆଲୋଚନା କରିବା। ଆଜ୍ଞା, ଏ ଆଳତୀ ସନାତନ ଧର୍ମକୁ କେତେ ଚେତନା ବାଣୀ ପ୍ରଦାନ କରୁଛି? ସନାତନ ଧର୍ମର ଦାୟିତ୍ୱ ହେଲା ପ୍ରକୃତି କି ଦେବତା ରୂପେ ପୂଜା କରିବା। ସଂସାର ଦୁଇଟି ପ୍ରକାର ସୃଷ୍ଟି, ପୁରୁଷ ଓ ପ୍ରକୃତି। ଆମେ ସମସ୍ତେ ପୁରୁଷ, ଆଉ ଯେତେ ପୁରୁଷକୁ ଛାଡି ରହିଲେ ସବୁ ପ୍ରକୃତି। ସୃଷ୍ଟିର ଦୁଇ ତୃତୀୟାଂଶ ଜଳଭାଗ, ଏକ ତୃତୀୟାଂଶ ସ୍ଥଳଭାଗ। ଆପଣ ଚିନ୍ତା କରନ୍ତୁ, ଯେତେବେଳେ ପ୍ରକୃତି ଚାହିଁବ ଯେ ଜଳରାଶି ଉତ୍ପାଦ କରିବ, କଣ ହବ? ଜଳାର୍ଣ୍ଣବ ହବ। ଏଠାରେ ନାରାୟଣ ଭଗବାନଙ୍କର ଅମାବାସ୍ୟା ନୀତି ଏବଂ ମହୋଦଧି, ଯୋଉ ପଞ୍ଚତୀର୍ଥରୁ ତୀର୍ଥରାଜ ମହୋଦଧି ପୁରୀର, ତାହାର ଉପଲବ୍ଧି କରି ପ୍ରାୟ 20 ବର୍ଷ ତଳେ ଏଇ ପୁଣ୍ୟତିଥିରେ ପୁରୀ ଶଙ୍କରାଚାର୍ଯ୍ୟ, ଯିଏ ନାରାୟଣ ଭଗବାନଙ୍କର 155ତମ ଅବତାର ବୋଲି ଆମେ ମାନୁଛେ, ସିଏ ଆଳତୀ ଆରମ୍ଭ କରିଥିଲେ। ଏଇଥିପାଇଁ ଯେ ସମୁଦ୍ର ତଟର ସୁରକ୍ଷା ରହୁ, ଏହାର ପୂଜା ହଉ, ଏବଂ ଲୋକ ସମୁଦ୍ରକୁ ଏକ ପର୍ଯ୍ୟଟନ ସ୍ଥଳ ଭାବନ୍ତୁ ନାହିଁ, ତୀର୍ଥରାଜ ବୋଲି ଭାବନ୍ତୁ। କାରଣ ତୀର୍ଥରାଜ ମହୋଦଧି, ପୁରୀର ଶ୍ରୀକ୍ଷେତ୍ର ଭଗବାନ ଶ୍ରୀ ଜଗନ୍ନାଥ, କ୍ଷେତ୍ରେଶ୍ୱରୀ ମା ତ୍ରାହି ମା ବିମଳେ ସଦା ଶୋକ କରି ଶ୍ରୀକ୍ଷେତ୍ର ବିମଳା ଆମ ବିମଳା ଦେବୀ, ଏବଂ ପଞ୍ଚତୀର୍ଥରୁ ରୋହିଣୀ କୁଣ୍ଡ, ମାର୍କଣ୍ଡ, ଶ୍ଵେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ। ନରେନ୍ଦ୍ର ତୀର୍ଥ ନୁହେଁ, ନରେନ୍ଦ୍ର କିନ୍ତୁ ଠାକୁରଙ୍କ ଚାପ ହୁଏ ବୋଲି ସେ ବି ପୂଜ୍ୟ। କିନ୍ତୁ ତା ପାଞ୍ଚଟି ଭିତରେ ତୀର୍ଥରାଜ ମହୋଦଧି। ତେଣୁ ଜଗତଗୁରୁଙ୍କର ଏହା ଯେହେତୁ ସେ ଏକ ତତ୍ତ୍ୱଦ୍ରଷ୍ଟା, ସାରଦ୍ରଷ୍ଟା, ଭବିଷ୍ୟତ ଦ୍ରଷ୍ଟା, ଦୂରଦ୍ରଷ୍ଟା, ଗଣିତଜ୍ଞ, ନୀତିଜ୍ଞ, ତେଣୁ ସେ ସେଇଭଳି ଏକ ଭାବିଥିଲେ। ଯେମିତି ଆଦି ଶଙ୍କରାଚାର୍ଯ୍ୟ ଭାବିଥିଲେ ଯେ ଅଖଣ୍ଡ ଭାରତର ସୁରକ୍ଷା ପାଇଁ 4ଟି ଧାମ ଦରକାର। ତେଣୁ ଶ୍ରୀକ୍ଷେତ୍ର ପୁରୀରେ 92 ମସିହା ଶ୍ରୀପଞ୍ଚମୀରେ ଏ ଗାଦିଶୀନ ହେଲା ପରେ ପ୍ରାୟ 20 ବର୍ଷ ତଳେ, ତାମାନେ 2005 ମସିହାରେ ଗୁରୁଜୀ ଏହି ଆଳତୀ ନିତ୍ୟ ସନ୍ଧ୍ୟାରେ ଆଳତୀ ହଉଛି। ଏହାର ବାର୍ଷିକ ଉତ୍ସବ ପୂର୍ଣ୍ଣିମା। ଆଳତୀ ଯେତେବେଳେ କରାଯାଉଛି, ଦେଖୁଛୁ ଆମେ ହଜାର ହଜାର ଲୋକ ସମାଗମ ହେଇଛନ୍ତି। ଆଳତୀ ଆଗାମୀ ଆଧୁନିକ ସମାଜକୁ, ଆଧୁନିକ ଭାରତକୁ କଣ ମନ୍ତବ୍ୟ ପ୍ରଦାନ କରୁଛି? ଭଗବାନଙ୍କ ଶରଣ ନେବା ଏବଂ ପଞ୍ଚମହାଭୂତ, ଯୋଉ ବାୟୁ, ଅଗ୍ନି, ଜଳ, ମାଟି ଏବଂ ଅଗ୍ନି, ତାକୁ ସୁରକ୍ଷା ଦେବା ସମସ୍ତ ହିନ୍ଦୁସ୍ତାନୀ ସନାତନୀର ଦାୟିତ୍ୱ। ଯଦି କ୍ଷେତ୍ର ଜଳରାଶି ରହିବନି, ଅଗ୍ନି ରହିବ ନାହିଁ, କାଠ ଜାଣିନଥାଏ ତା ଭିତରେ ଅଗ୍ନି ଅଛି। କାଠ ଘର୍ଷଣ ହେଲେ ଅଗ୍ନି ବାହାରେ। ଆପଣ ପଞ୍ଚମହାଭୂତ ଓ ପଞ୍ଚଭୂତର ଶରୀରର ସାମଞ୍ଜସ୍ୟ ରହିଛି। ଆପଣ ସ୍ଥିର ହେଲେ ଆକାଶ, ହଲିଲେ ବାୟୁ, ହଲିଲାରୁ ଯୋଉ ଅଗ୍ନି ଉତ୍ପନ୍ନ ହେଲା ଅଗ୍ନିରୁ ସ୍ୱେଦ ତଳେ ପଡିଲେ ମାଟି। ତେଣୁ ପଞ୍ଚମହାଭୂତ ପଞ୍ଚଭୂତ ସାମଞ୍ଜସ୍ୟ ଅଛି, ତାହାର ତୀର୍ଥରାଜ ମହୋଦଧି ହେଲା ସବୁଠାରୁ ବଡ ତୀର୍ଥରାଶି। ଏ ମହୋଦଧି, କାରଣ ଏହା ମହା ଉଦଧି, ସବୁଠୁ ବଡ ପେଟ, କାରଣ ଇଏ ଅନନ୍ତ ନାରାୟଣଙ୍କ ବାସସ୍ଥାନ। ଅନନ୍ତ ନାଗରେ ଶୟନ କରି ଲକ୍ଷ୍ମୀ ପାଦ ସେବା କରୁଥିବା ଚିତ୍ର ଆପଣ ମାନେ ସମସ୍ତେ ଦେଖିଛନ୍ତି। ତେଣୁ ଏଇ ଯୋଉ 580, ଓଡିଶା ଭାଗ୍ୟବାନ, ଦଶନାମୀ ସମ୍ପ୍ରଦାୟ ପାଇଛି 580 କିଲୋମିଟରର ଦୈର୍ଘ୍ୟ ସମୁଦ୍ର। ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯଦି ନାରାୟଣ ଭଗବାନଙ୍କ ଅମାବାସ୍ୟା ପରେ ଶ୍ରୀକ୍ଷେତ୍ରରୁ ଆଉ ଯୋଉ କୌଣସି ଆଧ୍ୟାତ୍ମିକ 580 କିଲୋମିଟର ଭିତରେ ହଉଥିବ, ଇଏ ହେଲା ମହୋଦଧି ଆରତୀ। ଆଜି ତିଥି ଆରମ୍ଭ ହେଇଥିଲା ଆମର 4ଟା ବେଳୁ ମିଟିଂ ଆରମ୍ଭ ହେଇଥିଲା। ଠିକ ସମୟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ସମୟ ନିର୍ଘଣ୍ଟ ଦାୟିତ୍ୱ ଆପଣ ସମସ୍ତ ମାନଙ୍କୁ ଜଣାଅଛି। ମୁଁ ସେଥିରେ ଆପଣ ମାନଙ୍କୁ କିଛି ଏବଂ 6:30 ପର୍ଯ୍ୟନ୍ତ ଗୁରୁଜୀଙ୍କ ସମ୍ଭାଷଣ ହେବ ଏବଂ 6:30ରୁ 7ଟା ଭିତରେ ଆଳତୀ ପ୍ରଦାନ ହେବ। ଗୋଟେ କଥା, କିଛି ନାସ୍ତିକ ବି ଅଛନ୍ତି ଯିଏ କି ଠାକୁରଙ୍କୁ ମାନନ୍ତିନି, ମହୋଦଧିକୁ ମାନନ୍ତିନି, ତାଙ୍କ ପାଇଁ କଣ ବାର୍ତ୍ତା ରହିବ? ଏଇ ଯୋଉ କାର୍ଯ୍ୟକ୍ରମ କଣ ରହିବ ପ୍ରାମାଣିକ ତତ୍ତ୍ୱ? ଦେଖନ୍ତୁ, ଭଗବାନ ସମଗ୍ର ଜାତିକି ଗୋଟିଏ ଜିନିଷ ଦେଇନଥାନ୍ତେ, ଏ ସଂସାର ରହିନଥାନ୍ତା। ସେ ହେଲା ନିଦ 4 ଘଣ୍ଟା 5 ଘଣ୍ଟାର ଗାଢି ନିଦ। ଆପଣ ଗାଢି ନିଦରେ ଶୋଇଛନ୍ତି, ଆପଣଙ୍କୁ ଅସରପା କି ପୋକଟିଏ କାମୁଡିଛି, ଆପଣ ଜାଣିନାହାନ୍ତି। ମସ୍ତିଷ୍କ କହିଛି ହାତ ଏଇଠି ବସିଛି, ସେଇଠି ଯାଇ ବାଡା। ନାସ୍ତିକଟା ଆସ୍ତିକ ହବ ନା ନାଇଁ? ତାକୁ କିଏ କହିଲା? ଆମେ ଜାଗ୍ରତରେ ମଶାଟାକୁ ମାରି ପାରୁନେ, କିନ୍ତୁ ସେଇ ସୁଷୁପ୍ତି ଅବସ୍ଥାରେ ଆପଣଙ୍କ ହାତ ଯାଇ ଧଳା ଲୁଗାରେ ମାରିକି ରକ୍ତ କରିଦେଇଛି, ଆପଣ ସକାଳେ ଉଠିଲେ ଦେଖୁଛନ୍ତି। ତେଣୁ ଧର୍ମ ନିରପେକ୍ଷ କିଛି ନାହିଁ, ସମସ୍ତେ ଧର୍ମ ସାପେକ୍ଷ ଏବଂ ସମସ୍ତେ ଆସ୍ତିକ। ତେଣୁ ଆମେ ସମସ୍ତେ ସେଇ ସନାତନୀ ଉଦ୍ଘୋଷଣା ଯୋଉ ଥିଲେ, ଆପଣଙ୍କର ଏସବୁ ମହାପୁରୁଷ, ମହମ୍ମଦ ଜୈନ କୁହନ୍ତୁ, ବୁଦ୍ଧ କୁହନ୍ତୁ, ଯୀଶୁଖ୍ରୀଷ୍ଟ କୁହନ୍ତୁ, ଏମାନେ ଦେବତା ହେଇପାରିବେନି, ଏମାନେ ମହାପୁରୁଷ, ସନ୍ଥ। ଅନେକ ସନ୍ଥ, ଅନେକ ପଥ, କିନ୍ତୁ ହିନ୍ଦୁ ସନାତନ ରହିବ।
गोटे हिंदू गुरुजी भाषण में जदि गोटे हिंदू बंची ताले हिंदू राष्ट्र रहिबो कारण जो अवतार आम आसुचे भावुचे कल्कि अवतार से ब्राह्मण और हिंदू तेणु जदि आम पुनर्जन्म विश्वास करुचे परजन्म विश्वास करुचे तेणु आस्तिकता आम निहाती रहिबो कौन नास्तिकता को सफा कर एमानकर प्रचार प्रसार अत्यधिक दराबत तेणु हेतुवादी माने वर्तमान उत्पात आरंभ कर हिंदू अत्याचार आमको मार्गदर्शन देवाई पुरी पीठाधीश गोवर्धन मठर जगत गुरु शंकर इस्लाम सरस्वती एटार सब उपलब्ध अच्छा और भारत चतुर्थ कोण वर्ष 220 ରୁ 230 दिन आध्यात्मिक कार्यक्रम धर्म कार्यक्रम करते हेतुवादी को अपन की नजर देखुचंती निजे नष्ट हो कोन पे समान एपरी प्रादुर्भाव करचंती कारण कोन रहउची शुणु घरे चारि पुओ समाज हेबे समस्त आसो बड़ पुओटा सान पुओ बोले 5 अंगुठी समस्त 5 अंगुठी समान हेई तांते आपण मुठी करि पारनते छोट बड़ सान बंगा बंका तेड़ा है समस्त मुठी करते तेणु सेमाने किंतु यह हमको करचन जे तमे जागृत हो जाओ एटा हमको युक्ताक्षर नवा पड़िबो जे नाई समय आसिलानी बांग्लादेश रे गुरुजी कोन कहले बांग्लादेश रे जो हिंदू हत्याला जे एइटू हिंदू राष्ट्र योजना आरंभ होला कारण जेतबे ब्रिटिश मोगल भारत वर्ष को उत्पादित कले कौन सी राजा आम केते साहसी थिले ओडिया ओडिया केबे आपण जदि हिंदू मथुरा वृंदावन अयोध्या ठाकुर मंदिर लुप्त हो गला आप भावुना लिंगराज पुरी मंदिर प्रति आक्रमण भांगी देवा चेष्टा करते कि कहीं आम साई आखड़ा अच्छे एम जगिकी रही ठाकुर को आम लुचई देचे कि आम मंदिर नष्ट हो संपत्ति नहीं जाइए आमको छुई पार सनातन धर्म को नहीं कोन कहबे अनेक धर्म अछि सनातन धर्म रे प्रकृत महत्व गोटे धर्म सनातन धर्म आउ किसी धर्म ना समस्त हिंदू सनातन आउ जो धर्म गुडी हम देखु कोन कहबे मोहम्मद यीशु ख्रीस्ट केते ख्रीष्टाब्द 25 2000 ख्रीष्टाब्द 2526 वर्ष आदि शंकराचार्य आसते पुरी आपण सोनपुर पाताल ठाकुर उठे हिंदू अच्छा ना नहीं समस्त सनातन थे संत अनेक कथा आप कहली तेणु कौ मैंने कौटी प्रभावान सत्र भासी जा प्रभावान सत्य विरुद्ध जा से ही साहसी से ही बलवान जय जगन्नाथ जय जगन्नाथ निश्चित भाव में आप शुणुले जे सनातन धर्म रे ए महोदधि आलती विशेष रहस्य रही विशेष आवश्यक रही स्वयं आदिगुरु शंकराचार्य निजे प्रतिदिन महोदधि आलती करी लोकलोचन को आलुचंती एवं सनातन धर्मर प्रचार प्रसार करुचंती पुरी प्रतीक मिश्र प्रतिदिन टीवी।